ସରା କାହାଣୀ। ଧୋବା, ବଗ ଓ ବାଜ। ସବୁଦିନ ନଈକୁ ଲୁଗା କାଚି ଯାଉଥିବା ଧୋବାଟିଏ ଦିନେ ସେଠାରେ ବଗଟାଏ ଦେଖିଲା। ନଈ ଧାରରେ ବଗଟି ଠିଆ ହୋଇ ଟିକି ଟିକି ମାଛ ଧରୁଥାଏ ଖାଇବାକୁ। ଠିକ୍ ସେତିକିବେଳେ ତାର ବେଗରେ ଉଡ଼ୁଥିବା ବାଜଟାଏ ମୋଟା ଗୁଣ୍ଡୁରି ଚଢ଼େଇର ପିଛା ଧରି ପହଞ୍ଚିଲା। ବାଜଟି ଗୁଣ୍ଡୁରିକୁ ଧରି ତା ଦେହରୁ କିଛି ଖାଇ ବାକିତକ ତଳେ ପକାଇଦେଲା। ତତ୍କ୍ଷଣାତ୍ ବଗ ଯାଇ ତାକୁ ଖାଇଲା। ଆଗରୁ ସେ କେବେ ଏଡ଼େ ସୁଆଦିଆ ମାଂସ ଖାଇ ନଥିଲା। ଠିକ୍ କଲା ଏଣିକି ସେ ଗୁଣ୍ଡୁରି ଛଡ଼ା ଆଉ କିଛି ଖାଇବ ନାହିଁ। ପୁଣି ଆରଦିନ ସେ ଏକ ଗୋଡ଼ିଆ ହୋଇ ନଈ ପାଖରେ ଛିଡ଼ା ହୋଇଥିଲାବେଳେ ପାରାଟିଏ ଉଡ଼ିଗଲା। ତୁରନ୍ତ ବଗ ତା ପଛେ ପଛେ ଉଡ଼ିଗଲା। ପାରାଟି ନଈ କୂଳେ କୂଳେ ଭୂଇଁଠୁ ଟିକେ ଉପରେ ଉଡ଼ି ଉଡ଼ି ବହୁତ ଆଗକୁ ଚାଲିଯାଇଥାଏ। ପଛରେ ଉଡ଼ୁଥିବା ବଗଟି କାଦୁଅରେ ପଡ଼ିଗଲା। ସେ ଯେତେ ଡେଣା ଫଡ଼ ଫଡ଼ କଲା ସେତେ ତା ପାଦ କାଦୁଅରେ ଲାଖି ରହିଲା। ଧୋବାଟି ଯାଇ ଅକ୍ଳେଶରେ ବଗକୁ ଧରିଲା ବେଳକୁ ପାରା ଆଖି ଆଗରୁ ଉଭେଇ ଯାଇଥିଲା। ଘରକୁ ଫେରିବା ବାଟରେ ଧୋବାର ଜଣେ ସାଙ୍ଗ ପଚାରିଲା, "କ'ଣ ନେଉଛ?" ଧୋବା ହସିଲା, "ଏ ଗୋଟାଏ ନିର୍ବୁଦ୍ଧିଆ ବଗ। ଦୈବ ତାକୁ ଯେମିତି ଗଢ଼ିଛି ସେଥିରେ ସେ ସନ୍ତୁଷ୍ଟ ନୁହେଁ। ସେ ତୀରବେଗୀ ବାଜକୁ ଅନୁକରଣ କରୁଥିଲା। ତାର କ୍ରୋଧଶା ପଡ଼ିବା ସ୍ୱାଭାବିକ।